ଆଜ୍ଞା ନମସ୍କାର। ନମସ୍କାର। ଆଜ୍ଞା ମୁଁ ଦିଗ ପହଣ୍ଡିରୁ କହୁଥିଲି, ନାରାୟଣ ସେଠୀ ରିପୋର୍ଟର। ହଁ ମନୋଜ ଭଲ ଅଛନ୍ତି? ଆଜ୍ଞା ଆଜ୍ଞା। କୁହନ୍ତୁ କଣ ମନେ ପକେଇଲେ? ଆଜ୍ଞା ଆପଣଙ୍କ କାଇଁ ଦିଗ ପହଣ୍ଡି ଅଞ୍ଚଳରେ ଦେଖା ମିଳୁନି? କିଏ କହିଲା ଦେଖା ମିଳୁନି? ଆଜ୍ଞା। ମୁଁ ତ ଆପଣଙ୍କୁ କହିଥିଲି ପରା, ଆପଣ ଚ୍ୟାନେଲରେ ହିଁ କହିଥିଲି ମୋର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ମତେ ଟିକଟ ମିଳୁ କିମ୍ବା ନ ମିଳୁ ଦିଗ ପହଣ୍ଡିର ଜନତା ପାଇଁ ମୋ ଜୀବନ ଉତ୍ସର୍ଗ କଲି। ଆଉ ଉତ୍ସର୍ଗ, ଆପଣଙ୍କର ନେତା ପାଖରେ ରହୁନାହାନ୍ତି, ନେତା ପ୍ରଚାର ଏକା ଏକା କରୁଛନ୍ତି ଖରାରେ, ଆପଣଙ୍କର ଦେଖା ନାହିଁ। ଆମେ ସବୁ ଅଛୁ, କରୁଛୁ, ଭାରତୀୟ ଜନତା ପାର୍ଟି ପାଇଁ ଆମେ କାମ କରୁଛୁ, କିଛି ଅସୁବିଧା ନାହିଁ, ଆମେ କାମ କରୁଛୁ, ବୁଝିଲେ କି? ସିଦ୍ଧାନ୍ତ ମହାପାତ୍ର ଟିକେଟ ପାଇଲେ ବୋଲି ଆପଣଙ୍କର ମନ ଉଣା ଆଜ୍ଞା। ମନ ଆମର କାହିଁକି, ପାର୍ଟି ଯାହାକୁ ଯୋଗ୍ୟ ବିବେଚିତ ମନେ କଲା ପାର୍ଟି ତାକୁ ଦେଲା, ସେଇ ବ୍ୟକ୍ତିକୁ ଦେଲା। ନାଇଁ ଆପଣ କଷ୍ଟ ବୁଝିଲେ କି? କରୁଥିଲେ, ଆମ ଟିକେଟ ଆଶାରେ କଷ୍ଟ ଥିଲେ। କଣ? ଏବେ ଦିଗ ପହଣ୍ଡିରେ ମନ ଧରନ୍ତୁ 3-4 ଜଣ କାମ କରୁଥିଲେ, ହୁଁ। 4 ଜଣଙ୍କୁ ତ ଦେଇ ହବନି ନା, ଜଣଙ୍କୁ ହିଁ ତ ଦବ ନା। ଜଣକୁ କାହାକୁ ବିଚାର କରିକି ଦେଲେ ରାଜ୍ୟ ନେତୃତ୍ୱ ମନମୋହନ ଭାଇ ଭାବିଥିବେ ଯୋଗ୍ୟ ଲୋକ, ଯୋଗ୍ୟ ଭାବିକିରି ସିଏ ଦେଲେ। ଦିଗ ପହଣ୍ଡି ଅଞ୍ଚଳ ଲୋକ କହୁଛନ୍ତି ଶ୍ରୀକାନ୍ତ ପାଢୀ ଅଭିମାନ କରୁଛନ୍ତି, ତେଣୁ ସେ ତାଙ୍କ ପାଖକୁ ଆସୁନାହାନ୍ତି। ସିଦ୍ଧାନ୍ତ ଯୋଉ ଜାଗାରେ ଏବେ ରହିଛନ୍ତି ଶ୍ରୀକାନ୍ତ ପାଢୀ ରହିବା କଥା, ତେଣୁ ଗୋଟେ ମନ ଦୁଃଖ ଲାଗୁଛି ବୋଲି ଆସୁନାହାନ୍ତି ନା କଣ ଦିଗ ପହଣ୍ଡି? ନାଇଁ ମନ ଦୁଃଖ କାହିଁ ଲାଗିବ, ମୁଁ ଲୋକଙ୍କ ସହିତ ଅଛି, ଲୋକଙ୍କ ପାଇଁ ଅଛି। କାଲି ବି ମୁଁ ଦିଗ ପହଣ୍ଡି ଯାଇଥିଲି। ଦିଗ ପହଣ୍ଡି 2 ଦିନ ତଳେ କିଛି ଜଣଙ୍କୁ ମେଡିକାଲ ନେଇକରି ମୁଁ ଯାଇଥିଲି। ଆମର ଆଦିବାସୀ ସମ୍ପ୍ରଦାୟର ଲୋକ କିଛି ବଡ ମେଡିକାଲରୁ ମୁଁ ଯାଇଥିଲି, ସେମାନଙ୍କର ଟ୍ରିଟମେଣ୍ଟ କରିକି ସେମାନଙ୍କୁ ଛାଡ଼ିଲି। ଦିଗ ପହଣ୍ଡି ସହିତ ମୁଁ ଓତଃପ୍ରୋତ ଭାବେ ଜଡ଼ିତ। ବର୍ତ୍ତମାନ ନିର୍ବାଚନ ସମୟରେ ଆପଣଙ୍କ ନେତା ପାଖରେ ରହିବା ନିହାତି ଜରୁରୀ ନା ନାଇଁ? କାରଣ ଏବେ ବର୍ତ୍ତମାନ ଲଢେଇ ହବ, ଜୋରଦାର ଲଢେଇ ହଉଛି ବିଜେଡି ବିଜେପିର। ନାଇଁ ଆମର ଯୋଜନା ବନୁଛି, ସବୁ ଯୋଜନା ହବ, ଜୋରଦାର ଲଢେଇ ହବ, ସେଥିରେ କିଛି ଦ୍ୱିମତ ନାହିଁ। ଚାଲିଛି ଆମର ସିଦ୍ଧାନ୍ତ ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା ସାହେବ ଆଇବେ, ସେ କାଲିକି ଆସିବେ, ସେ କାମ ଆମର ଚାଲିଛି ଯୋଜନା। ଯେମିତି ବହୁ ସଂଖ୍ୟାରେ ସେଠୁ ଆମର ଆସିବେ, ସବୁ ଚାଲିଛି ଯୋଜନା। ସିଦ୍ଧାନ୍ତ ମହାପାତ୍ରର ପ୍ରଚାର ମଇଦାନରେ ଦେଖିବାକୁ ମିଳିବ ଶ୍ରୀକାନ୍ତ ପାଢୀଙ୍କୁ? ଆମର ଭାରତୀୟ ଜନତା ପାର୍ଟିର ଯେହେତୁ ବର୍ତ୍ତମାନ ପ୍ରଚାର ଆରମ୍ଭ ହବ, ସବୁ ଜାଗାରେ ଏବେ ନମିନେସନ ସରିଲା, ହୁଁ। ଆଉ ସବୁ ଜାଗାରେ ଆରମ୍ଭ ହବ। ବ୍ରହ୍ମପୁର ଲୋକସଭାରେ ଯେହେତୁ ମୋତେ ଲୋକସଭାର ବି ଦାୟିତ୍ୱ ଅଛି, ରାଜ୍ୟର ବି ମୁଁ ଦାୟିତ୍ୱରେ ଅଛି, ଆପଣ ଜାଣିଛନ୍ତି। ତ ହଁ। ଦିଗ ପହଣ୍ଡି ଲୋକଙ୍କ ସହିତ ଅଛି, ଆଉ ସବୁଦିନ ପାଇଁ ଅଛି। ମୁଁ କେବଳ ଆଜି ପାଇଁ ନାହିଁ, ଆଜି ଆସିବି କାଲିକି ପଳେଇବି ୟା ନୁହଁ, ବୁଝିଲ ନାହିଁ। ଆଜି ମୋତେ ଟିକେଟ ମିଳିଲା, ମୁଁ ଲଢିବି, କାଲିକି ମୁଁ ନଥିବି, ଏହା ତ ନୁହଁ। ମୁଁ ତ ସବୁଦିନ ପାଇଁ ଅଛି, ଟିକେଟ ମିଳୁ କିମ୍ବା ନ ମିଳୁ, ଲୋକଙ୍କ ସହିତ ମୁଁ ଦିଗ ପହଣ୍ଡିର ଜନତାଙ୍କ ସହିତ ଅଛି, ସେଥିରେ କିଛି ଦ୍ୱିମତ ନୁହଁ। ଏବେ କଣ ଭାବୁଛନ୍ତି, ଦିଗ ପହଣ୍ଡିରେ ବିଜେପି ବିଜୟର ମୁକୁଟ ପିନ୍ଧିବ ନା ପୁଣି ପଦ୍ମଫୁଲ ମଉଳିବ? ରାଷ୍ଟ୍ରୀୟ ସ୍ତରରେ ଆଦରଣୀୟ ଦେଶର ପ୍ରଧାନମନ୍ତ୍ରୀ ମୋଦିଜୀ ଏବଂ ରାଜ୍ୟ ସ୍ତରରେ ବି ଆମର ଭାରତୀୟ ଜନତା ପାର୍ଟିର ନେତୃତ୍ୱ ମୁଖ୍ୟମନ୍ତ୍ରୀ ହେବେ, ଡବଲ ଇଞ୍ଜିନ ସରକାର ବନିବ ଏବଂ ବିପୁଳ ସଂଖ୍ୟାରେ ଆମର ଓଡ଼ିଶାରେ ବିଜେପି ଜିତିକିରି ଆସିବ। ଏଇ ଯୋଉ କୁଶାସନ, ଦୁର୍ନୀତି, 25 ବର୍ଷର ଶାସନ, ଯୋଉ ଦାଦନ ଖଟେଇବା ପାଇଁ ବର୍ତ୍ତମାନ ଯୋଉ 25 ବର୍ଷ ହେଲା କିଛି କଲେନି, ଛୁଞ୍ଚି କାରଖାନା ଟିକେ ବି କଲେନି। ଦିଗ ପହଣ୍ଡିରେ ଗୋଟେ ଛୁଞ୍ଚି କାରଖାନା ହେଇନି, କି ଗଞ୍ଜାମ ଜିଲ୍ଲାରେ ଗୋଟେ ଛୁଞ୍ଚି କାରଖାନା ହେଇନି। କେବଳ ସୁରତ, ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, ତିରୁବନନ୍ତପୁରମ୍, କେରଳ, ଏଇ ଯୋଉ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛି, ସେ ଦାଦନ ସମସ୍ୟା ଦୂର ହେବ ବୋଲି ଆମର ଭାରତୀୟ ଜନତା ପାର୍ଟିର ନେତୃବୃନ୍ଦ ସଂକଳ୍ପବଦ୍ଧ ନେଇଛନ୍ତି ଏବଂ ଡବଲ ଇଞ୍ଜିନ ସରକାର ହେବ, ଏଥିରେ ଆଶଙ୍କା ନୁହଁ। ଦିଗ ପହଣ୍ଡିରେ ସିଦ୍ଧାନ୍ତ ମହାପାତ୍ର ଜିତି ବିଜୟ ହାସଲ କରିବ? ଯେତେବେଳେ ହୁଁ। ଓଡ଼ିଶାରେ ଯେତେବେଳେ ବିଜେପି ଡବଲ ଇଞ୍ଜିନ ସରକାର ଆଇବ, ସାରା ଓଡ଼ିଶାରେ 147ରୁ ଅଧିକାଂଶ ସିଟରେ ବିଜେପି ଜିତିବ। ନା ମୁଁ ଏଥିରେ ଗୋଟେ କଥା ଦ୍ୱିମତ ହେଲେ ନାହିଁ। ଆପଣ ଗୋଟେ କଥା କୁହନ୍ତୁନି, ଆପଣ କୁହନ୍ତୁ ଦିଗ ପହଣ୍ଡିରେ ସିଦ୍ଧାନ୍ତ ମହାପାତ୍ର ଜିତିବ କି? କାହିଁ ଜିତିବେନି, ବିଜେପି ସବୁ ଜାଗାରେ ଆମର ଜିତିବ। ଦେଖନ୍ତୁ କାହିଁକି ଆପଣ ବର୍ତ୍ତମାନ ଲୋକମାନେ ଆପଣ ମନ ଶୁଣନ୍ତୁ, ଲୋକ ଅଭିଯୋଗ ହଉଛି, ସାଧାରଣରେ ଚର୍ଚ୍ଚା ହଉଛି ସିଦ୍ଧାନ୍ତ ମହାପାତ୍ରକୁ ଶ୍ରୀକାନ୍ତ ପାଢୀ ସହଯୋଗ କରୁନି, ବିପିନ ପ୍ରଧାନ ସହଯୋଗ କରୁନି, ଯୋଗୀ ଦେବଦତ୍ତ ମହାରାଜ ସହଯୋଗ କରୁନି, ଏକା ଏକା ପ୍ରଚାର ମଇଦାନରେ ବୁଲୁଛନ୍ତି, ନାମାଙ୍କନ କଲାବେଳେ ଆପଣଙ୍କର ଦେଖା ନାହିଁ। ସିଦ୍ଧାନ୍ତ ମହାପାତ୍ର କୋଠା କୋଠି ମନଗଣନା କରୁଛନ୍ତି ଆଜ୍ଞା? ନାଇଁ ନାଇଁ, ଯୋଉ ନାମାଙ୍କନ କଥାଟା କହିଲେ, ସିଏ ମତେ ତ ନିମନ୍ତ୍ରଣ ହେଇନଥିଲା, ସେହେତୁ ମୁଁ ଜାଣିନଥିଲି, ମୁଁ ଯାଇପାରିନଥିଲି। ସିଦ୍ଧାନ୍ତ ବୁଝିଲେ? ମହାପାତ୍ର ମନମାন্য କରୁଛନ୍ତି କି, ଆପଣଙ୍କୁ ଅବହେଳା କରୁଛନ୍ତି କି? ନାଇଁ ମୁଁ କହିଲି ନା, ଯେହେତୁ ମୁଁ ଜାଣିନଥିଲି, ସେଥିପାଇଁ ମୁଁ
ଯାଇପାରିନଥିଲି। କେମିତି ଆଉ ଦେଖନ୍ତୁ ଆପଣ ଆଗ ଧାଡିର ନେତା, ଗରିବ ଲୋକଙ୍କ ପାଖରେ ପହଞ୍ଚନ୍ତି, ଲୋକଙ୍କ ସେବା କରୁଛନ୍ତି, ଦିଗପହଣ୍ଡିରେ ଭୋଟର ବ୍ୟାଙ୍କ ତିଆରି କରୁଛନ୍ତି, ଆଦିବାସୀ ଲୋକଙ୍କ ସହିତ ଅଛନ୍ତି, କିନ୍ତୁ ଆପଣଙ୍କର ନେତା, ଆପଣଙ୍କ ପାର୍ଟିର ନେତା ଦିଗପହଣ୍ଡିରେ ନାମାଙ୍କନ ଦାଖଲ କଲେ, ଏଠି ଶ୍ରୀକାନ୍ତ ପାଢୀକି ଡକାଗଲାନି। ଏଠି କୋଉଠି ନା କୋଉଠି ସିଦ୍ଧାନ୍ତ ମହାପାତ୍ର ଶ୍ରୀକାନ୍ତ ପାଢୀକୁ ଅବହେଳା କରିଛନ୍ତି। ଆଦରଣୀୟ ମହାପାତ୍ର ବାବୁ ହୁଏତ ମତେ ଭୁଲି ଯାଇଥିବେ। ଆଚ୍ଛା। ଯେହେତୁ ଦିଗପହଣ୍ଡି ହଉଛି 3 ଲକ୍ଷ ଭୋଟର୍ସ ଅଛନ୍ତି, ବୁଝିଲେ ନା ନାଇଁ, ହୁଁ। ତାଙ୍କ ଉପରେ ବି ଆହୁରି ନେତୃତ୍ୱ ଅଛନ୍ତି। ହୁଏତ ଆମେ ଯେହେତୁ ଛୋଟ କାର୍ଯ୍ୟକର୍ତ୍ତାଟା ହୁଏତ ଭୁଲି ଯାଇଥିବେ, ସେଥିପାଇଁ ସିଏ ଆମକୁ ମନେ ପକେଇ ନଥିବେ, ଆଚ୍ଛା ଆଚ୍ଛା। ଭୁଲି ଯାଇଥିବେ। ସିଦ୍ଧାନ୍ତ ମହାପାତ୍ର ଭୁଲିଗଲେ, ଆପଣ ମଧ୍ୟ ଭୁଲି ଯାଉଛନ୍ତି ଏବେ ଦିଗପହଣ୍ଡି ଭାରତୀୟ ଜନତା ପାର୍ଟିକୁ। ନାଇଁ ନାଇଁ, ମୁଁ ତ ଯାଇଥିଲି, ପ୍ରାୟ କାଲି ଯାଇଥିଲି ମୁଁ, ତାପରେ 2 ଦିନ ପୂର୍ବରୁ ଯାଇଥିଲି। ଆପଣଙ୍କୁ କହିଲି ମେଡିକାଲରେ କିଛି ଆମର ବନ୍ଧୁ, ଆଦିବାସୀ ବନ୍ଧୁ, ବନବାସୀ ବନ୍ଧୁ ମେଡିକାଲରେ ଆଡମିଟ୍ ହେଇଥିଲେ, ସେମାନେ ଆକ୍ସିଡେଣ୍ଟ ହେଇଯାଇଥିଲା, ସେମାନଙ୍କୁ ବି ନେଇକିରି ମୁଁ ଯାଇଥିଲି। ମୁଁ ତ ଅଛି, ଲୋକଙ୍କ ସହିତ ଅଛି, ଭାରତୀୟ ଜନତା ପାର୍ଟି ସହିତ ସମ୍ପୂର୍ଣ୍ଣ ଭାବରେ ଅଛି। ସମ୍ପୂର୍ଣ୍ଣ କେମିତି ଭାରତୀୟ ଜନତା ପାର୍ଟି ଜିତିବ ଗଞ୍ଜାମ ଜିଲ୍ଲାରୁ ସେ କାମରେ ମୁଁ ଲାଗିଛି। ଆଉ ସେଥିରେ କୌଣସି ପ୍ରକାର ଆଶଙ୍କା ନାହିଁ। ବହୁତ ବହୁତ ଧନ୍ୟବାଦ, ମନ ଖୋଲି ଆଲୋଚନା କର। ଧନ୍ୟବାଦ ଆଜ୍ଞା। ନମସ୍କାର, ଧନ୍ୟବାଦ। ଆପଣଙ୍କୁ ବି ବହୁତ ବହୁତ ଧନ୍ୟବାଦ।